ହ୍ୟାଲୋ ଏଭ୍ରିୱାନ୍ ଗୁଡ୍ ମର୍ଣ୍ଣିଂ। ସକାଳୁ ସକାଳୁ ଆସି ପହଞ୍ଚି ଯାଇଥିଲା। କ୍ଷୀର ତ ଗରମ କରିବା ପସିବଲ୍ ନଥିଲା, ସେଥିପାଇଁ ମୁଁ ରଖିନେଇଥିଲି ଫ୍ରିଜ୍ରେ। ତାପରେ ବ୍ରସ୍ ନେଇ ବାହାରି ପଡ଼ିଥିଲି, ବ୍ରସ୍ କରିନେଇଥିଲି। ତାପରେ ଟିକେ ଛତୁଆ ପିଇ ଦେଇଥିଲି। ଏ ଛତୁଆଟା ଓଡ଼ିଶାରୁ ଆସିଛି ମାନେ କେବେ ବି କିଣା ଛତୁଆ ହେଇନଥିବ, ଏଇଟା ଘର ତିଆରି ଛତୁଆ, ବହୁତ ଟେଷ୍ଟ ଥିଲା। ତାପରେ ଭାବିଲି ଲଞ୍ଚରେ କ'ଣ ବନେଇବି, ଯେହେତୁ ଆୟୁଷ ସିଫ୍ଟ ପଳେଇଛନ୍ତି, ଇଚ୍ଛା ନଥିଲା ରୋଷେଇ କରିବା ପାଇଁ। ତାପରେ ଭାବିଲି ଚାଲ ଖେଚୁଡ଼ି ଆଜି ବନେଇଦେବା। ତ ସେଥିପାଇଁ ମୁଁ ଟିକେ ଘିଅ ନେଇଗଲି, ତା ଦେହରେ ଟିକେ ଅରୁଆ ଚାଉଳ ହାଲକାସେ ଭାଜିଦେଲି। ହାଲକାସେ ଭାଜି ସାରିଲା ପରେ ତା ଦେହରେ ଟିକେ ଅଦା ପକାଇଦେଲି, ଆଉ ଟିକେ ପରିବା ପକାଇଦେଲି। ଆଉ ପରିବାଟା ଥିଲା ଫୁଲକୋବି, ଆଳୁ, ଗାଜର, ବହୁତ ହାଲକା ପରିବା ଦେଇଥିଲି। ତାପରେ ଟିକେ ଟମାଟୋ ଦେଇ ମୁଗ ଯାଇ ଟିକେ ପକାଇ ନେଇଥିଲି। ତ ତାପରେ ହଳଦୀ ଆଉ ଲୁଣ ଦେଇ ଆଉ ଟିକେ କଞ୍ଚା ବାଦାମ ଦେଇଥିଲି। ଆଉ ମିଠା ପାଇଁ ଟିକେ ଚିନି ଦେଇଥିଲି। ଆଉ ଯେତିକି ମୁଗ ଆଉ ଅରୁଆ ଚାଉଳର କ୍ୱାଣ୍ଟିଟି ଥିଲା ତା ଡବଲରେ ପାଣି ଦେଇକି ସିଟି 2ଟା ମାରି ଦେଇଥିଲି। ଆଉ ଏଇଟା ମୁଁ ଫାର୍ଷ୍ଟ ଟାଇମ୍ ବନାଉଛି, ଆଉ ଦେଖିଲା ବେଳେ ଲାଗିଲା ବହୁତ ଟେଷ୍ଟି ହେଇଛି। ଭିଡ଼ିଓଟି ଯଦି ଭଲ ଲାଗିଥିବ ଥ୍ୟାଙ୍କ ୟୁ। ପୁଣି ଦେଖା ହେବ ନେକ୍ସଟ ଭିଡ଼ିଓରେ। ରହିଲି, ଜୟ ଜଗନ୍ନାଥ।